नमस्कार। बहुत शुभेच्छा मोर यूट्यूब चैनल को अपन को स्वागत जनाऊँच। ए भिडियो रे आमे आलोचना करिबा जो 2 वर्ष धरी पालेस्टाइन एवं इजराइल मध्य जो युद्ध चलता तार अवसान घटी एवं गाजा रे जो शांति प्रतिष्ठा है ता उपरे आमे आलोचना करिबा किंतु ता पूर्व मु अपन को अनुरोध करिवि भिडियोटी प्रथम रु शेष पर्यंत देखिबे एवं लाइक शेयर सब्सक्राइब करे भूलिबेनी कारण आपण मानकर प्रत्येक सब्सक्राइब नूतन नूतन तथ्य जोगोची जे आपण ମାନଙ୍କ ସହିତ ନୂଆ ନୂଆ ତଥ୍ୟ ନେଇ ନୂତନ ନୂତନ ଭିଡିଓ ଉପସ୍ଥାପନ କରିବା ପାଇଁ। ତେବେ ଗତକାଲି ଅର୍ଥାତ ଅକ୍ଟୋବର 13 ତାରିଖ କଥା ଆମେ ଆଲୋଚନା କରିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଗାଜାର ଯୁଦ୍ଧ ବିରତି ମଧ୍ୟସ୍ଥକାରୀ ମାନେ ଯୋଉ ନେତା ମାନେ ବିଭିନ୍ନ ଅ, ଦେଶରୁ ମିଶରରେ ସମସ୍ତେ ମିଶି ଗୋଟେ ବୈଠକ କରିଥିଲେ ଏବଂ ବଡ ଧରଣର ଗୋଟେ ଚୁକ୍ତି ସ୍ୱାକ୍ଷରିତ କରିଥିଲେ ଏବଂ ଇସ୍ରାଏଲ ସଂସଦ ସମ୍ମୁଖରେ ମନ୍ତବ୍ୟ ରଖି ଟ୍ରମ୍ପ ନିଜେ ଐତିହାସିକ ପ୍ରଭାତକୁ ସେ ଗୋଟେ ଆଗମନ କରିଥିବା ପ୍ରଶଂସା କରିଥିଲେ। ବର୍ତ୍ତମାନ ଯେ ଗାଜା ଏବଂ ଇସ୍ରାଏଲରେ ଗୋଟେ ଐତିହାସିକ ସୂର୍ଯ୍ୟ ଉଦୟ ହେଲା ଯାହାକି ମଧ୍ୟପ୍ରାଚ୍ୟ ଦେଶରେ ବର୍ତ୍ତମାନ ଶାନ୍ତି ଫେରି ଆସିଲା। ତ ଏହାରି ପରିପ୍ରେକ୍ଷୀରେ ଯୋଉ ଚୁକ୍ତି ହେଲା ଚୁକ୍ତି କେତେବେଳେ ସ୍ୱାକ୍ଷରିତ ହେଲା ନା ଯେତେବେଳେ ଆପଣଙ୍କ ହମାସ ଗାଜାରେ ଥିବା ଯୋଉ 20 ଜଣ ପଣବନ୍ଦୀ ମାନଙ୍କୁ ଇସ୍ରାଏଲର 20 ଜଣ ପଣବନ୍ଦୀ ମାନଙ୍କୁ ଫେରେଇ ଦେଇଥିଲା ଜୀବନ୍ତ ଭାବରେ ଏବଂ ଆଉ 4 ଜଣ ଯୋଉମାନେ ମୃତ ହେଇଥିଲେ ମୃତ ବଡିକୁ ମଧ୍ୟ ଫେରି ଦେଇଥିଲା ଏବଂ ୟାରି ଅନ୍ୟ ପକ୍ଷରେ 250 ପାଲେଷ୍ଟାଇନ କଏଦୀ ଯୋଉମାନେ କି ଇସ୍ରାଏଲ ଦ୍ୱାରା ବନ୍ଧକ ହେଇଥିଲେ ସେମାନଙ୍କୁ ଏବଂ ଗାଜାର 1700 ଜନସାଧାରଣ ଯାହାକୁ କି ବିନା କାରଣରେ ସେଠାରେ ବନ୍ଦୀ ରଖାଯାଇଥିଲା। ତ ୟାରି ପରିପ୍ରେକ୍ଷୀରେ ଗତକାଲି ତାଙ୍କୁ ମୁକ୍ତ କରାଯାଇଛି ଅର୍ଥାତ ଇସ୍ରାଏଲ 250 ପାଲେଷ୍ଟାଇନ କଏଦୀଙ୍କୁ ମୁକ୍ତ କରିଛନ୍ତି ଏବଂ ଜନସାଧାରଣଙ୍କୁ ଯୋଉମାନେ ବନ୍ଦୀ କରିଥିଲେ 1700 ଲୋକଙ୍କୁ ବନ୍ଦୀ କରିଥିଲେ ଗାଦାର ଲୋକମାନଙ୍କୁ ସେମାନଙ୍କୁ ମଧ୍ୟ ଅ, ଉଦ୍ଧାର କରାଯାଇଛି ବା ଫେରି ଦିଆଯାଇଛି ବନ୍ଧକ ମାନଙ୍କୁ ଫେରି ଦିଆଯାଇଛି ଏବଂ ପାଲେଷ୍ଟାଇନରେ ଯାହା ବି ଥିଲା ଆପଣଙ୍କର ବର୍ତ୍ତମାନ ପରିପ୍ରେକ୍ଷୀରେ ଯଦି କହିବା ଆପଣଙ୍କର 20 ଜଣ ଜୀବିତ ଆକାରରେ ଫେରି ଦେଇଛନ୍ତି ପାଲେଷ୍ଟାଇନ ଅ, ସ- କାଲି ପ୍ରଶାସନ କାହାକୁ ନା ଇସ୍ରାଏଲ ଏବଂ 4 ଜଣ ଯୋଉମାନେ ମରିଛନ୍ତି ସେମାନଙ୍କୁ ମଧ୍ୟ ଫେରି ଦେଇଛନ୍ତି। ତ ୟାରି ପରିପ୍ରେକ୍ଷୀରେ ଏଇ ଯୋଉ ମୁକ୍ତ ହେଇଥିବା ଯୋଉମାନେ ବନ୍ଦୀ ଥିଲେ 2 ବର୍ଷ କାଳ ସେମାନଙ୍କ ମଧ୍ୟ ଯୋଉ ଆତୁରତା ଥିଲା ଆବେଗ ଥିଲା ଏବଂ ନିଜର ଲୋକ ବାକକୁ ଦେଖିକି ସମ୍ପର୍କୀୟ ଲୋକମାନଙ୍କୁ ଦେଖିକି ସେମାନଙ୍କ ହୃଦୟରେ ବା ଆଖିରେ କେବଳ ଅଶ୍ରୁ ବହିବାକୁ ଲାଗିଲା ଏବଂ ସେମାନେ ନିଜକୁ ପରସ୍ପର ମଧ୍ୟରେ କଳାକଳି ହେବାର ଦୃଶ୍ୟ ଏକ ଭିନ୍ନ ଦୃଶ୍ୟ ଥିଲା ଯୋଉ ଦୃଶ୍ୟ କି ଗୋଟେ ହୃଦୟ ସ୍ପର୍ଶକାତର ହୃଦୟ ବିଷୟ ଏବଂ ଗୋଟେ ଅ ଅଲିଭା ଦୃଶ୍ୟ ଯୋଉ ଦୃଶ୍ୟ କେବେ ବି ଲୋକ ବିଶ୍ୱାସ କରିନଥିଲେ ଯେ ଏଇଭଳିକା ଏକ ଦୃଶ୍ୟ ଅବଲୋକନ ହବ ବା ସମାଜରେ ପ୍ରତିଷ୍ଠିତ ହେବ ଯେ ବର୍ତ୍ତମାନ ପରିପ୍ରେକ୍ଷୀରେ କହିବାକୁ ଗଲେ ଯେ ଗାଜାରେ ଶାନ୍ତି ପ୍ରତିଷ୍ଠା ହେଇଛି ଯାହାରି ଫଳରେ ଏହା କେବଳ ସ- ସମ୍ଭବ ହେଇଛି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେ ଦୃଢ ପଦକ୍ଷେପ ନେଇ ଓ ସମସ୍ତ ରାଜ୍ୟ ସମସ୍ତ ଦେଶ ମାନଙ୍କର ପ୍ରତିନିଧି ମାନଙ୍କ ସହିତ କଥାବାର୍ତ୍ତା କରି ମିଶରରେ ଏକ ବୈଠକ କରି ଯୋଉ ଚୁକ୍ତିନାମା କରିଛନ୍ତି ଯୋଉ ଚୁକ୍ତିନାମା ଫଳରେ ବର୍ତ୍ତମାନ ଗାଜାରେ ଶାନ୍ତି ପ୍ରତିଷ୍ଠା ହେଇଛି। ଏହା ଅଛି ଗତକାଲିର ତାଜା ସୂଚନା ଯାହା ଗାଜାରେ ବର୍ତ୍ତମାନ ସୂର୍ଯ୍ୟ ଉଦୟ ହେଲା ଶାନ୍ତିର ସୂର୍ଯ୍ୟ ଉଦୟ ହେଲା ଏବଂ ଲୋକମାନେ ଶାନ୍ତିରେ ଟିକେ ନିଶ୍ୱାସ ମାରିବେ। ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିଥିବା ହେତୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ। ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।